तुषारहार धवला या शुभ्रवस्त्रावृता या वीणावरदण्डमण्डितकरा या श्वेतपद्मासना या ब्रह्माच्युतशङ्करप्रभृतिवीरदेवैः सदा वन्दिता सा मां पातु मीरा भगवती निःशेषजाड्यापहा। ॐ सर्वगणे सर्ववरदे सर्वदुष्टभयङ्करी सर्वदुःखहरे देवी महामीरा नमोऽस्तुते। सिद्धिबुद्धिप्रदे देवी भुक्तिमुक्तिप्रदायिनी मन्त्रमूर्ते सदा देवी महामीरा नमोऽस्तुते। आद्यन्तरहिते देवी आद्यशक्ते महेश्वरी योगदे योगसम्भुते महामीरा नमोऽस्तुते महामीरा नमोऽस्तुते। ଗପଟିର ନାଁ ହେଉଛି ନ୍ୟାୟଶୀଳ ରାଜା। ପ୍ରାଚୀନ କାଳରେ ବୈଶାଳୀ ନଗରରେ ଚନ୍ଦ୍ରସେନ ନାମରେ ଜଣେ ରାଜା ରାଜତ୍ୱ କରୁଥିଲେ। ସେ ଥିଲେ ଜଣେ ଧର୍ମାତ୍ମା ଓ ପ୍ରଜାବତ୍ସଳ ରାଜା। ତାଙ୍କ ଶାସନରେ କୌଣସି ଭେଦଭାବ ନଥିଲା ଏବଂ ସମସ୍ତେ ସମାନ ଭାବରେ ନ୍ୟାୟ ବିଚାର ପାଉଥିଲେ। ଦିନେ ଅନ୍ତପୁରର ଜଣେ ସେବକ ବିନୟପୂର୍ବକ ରାଜାଙ୍କ ପାଖରେ ଫେରାଦ ଦେଲା। କହିଲା, ମହାରାଜ, ଦରବାର ସହିତ ସଂଶ୍ଳିଷ୍ଟ ଜଣେ ଯୁବକ ପ୍ରତିଦିନ ରାତିରେ ମୋ ଘରକୁ ଆସି ଧମକ ଦେଉଛି ଯେ ମୁଁ ଯେପରି ମୋ ଝିଅକୁ ତା ସହିତ ବିବାହ କରିଦିଏ, ନଚେତ୍ ସେ ମୋର ସମଗ୍ର ପରିବାରକୁ ବିନାଶ କରିବ। ଆପଣ ହିଁ ମୋତେ ଏହି ବିପଦରୁ ରକ୍ଷା କରିପାରିବେ। ରାଜା କହିଲେ, ସେହି ଯୁବକ ଯଦି ପୁଣି ତୁମ ଘରେ ପହଞ୍ଚି ଧମକ ଦିଏ ତ ମୋତେ ଖବର ଦେବ। ମୁଁ ତୁମ ପ୍ରତି ନିଶ୍ଚୟ ନ୍ୟାୟ ବିଚାର କରିବି। ପରଦିନ ସେବକଟି ଆସି ରାଜାଙ୍କୁ ଖବର ଦେଲା ଯେ ସେ ଯୁବକ ପୁଣି ଆସି ତାକୁ ଧମକ ଦେଉଛି। ସନ୍ଧ୍ୟା ବେଳକୁ ରାଜା ନିଜର ବେଶ ବଦଳାଇ ସେବକ ସହିତ ତା ଘରେ ଯାଇ ପହଞ୍ଚିଲେ। କିଛି ସମୟ ପରେ ସେବକ ରାଜାଙ୍କୁ ଜଣାଇଲା ଯେ ଯୁବକ ବର୍ତ୍ତମାନ ହିଁ ଆସୁଛି। ରାଜା ଲୁଚି ଯାଇ ଦୀପଟି ଲିଭାଇ ଦେଲେ। ପରେ ଯୁବକଟି ଘର ଭିତରକୁ ଆସିଲା। ରାଜା ଅନ୍ଧାର ଭିତରେ ମଧ୍ୟ ଯୁବକଟିକୁ ତରବାରିରେ ମାରିଦେଲେ। ତାପରେ ରାଜା ସେବକକୁ ଦୀପ ଜଳାଇ ଆଣିବାକୁ କହିଲେ। ଦୀପ ଆଲୋକରେ ରାଜା ଯୁବକଟିକୁ ଦେଖି କହିଲେ, ଭଗବାନ, ତମେ ଖୁବ୍ କୃପାଳୁ ଓ ଦୟାଳୁ, ତୁମେ ମୋତେ ରକ୍ଷା କରିଛ। ତାପରେ ରାଜା ସେବକକୁ ପଚାରିଲେ, ତୁମର ରୋଷେଇ ଘର କେଉଁଠି? ଦୁଇ ଜଣ ଯେତେବେଳେ ରୋଷେଇ ଘରେ ପହଞ୍ଚିଲେ, ରାଜା ସେବକକୁ ଖାଦ୍ୟ ପରଷିବାକୁ କହିଲେ ଓ ଶୀଘ୍ର ଖାଇଦେଇ ତୃପ୍ତି ପ୍ରକାଶ କଲେ। ରାଜାଙ୍କର ଏସବୁ କାର୍ଯ୍ୟର ଅର୍ଥ ସେବକ ବୁଝିପାରିଲା ନାହିଁ। ତାକୁ ସବୁ ଆଶ୍ଚର୍ଯ୍ୟ ଲାଗିଲା। ସେ ଫେରାଦ ହେବା ମାତ୍ରେ ସ୍ୱୟଂ ରାଜା ଆସିଲେ। ପୁଣି ଅନ୍ୟାୟୀ ଯୁବକକୁ ସେ ନିଜେ ହିଁ ମାରିଦେଲେ। ମାରିବା ପୂର୍ବରୁ ଦୀପ ଲିଭାଇ ଦେଲେ। ପୁଣି ଆଲୁଅରେ ମୃତ ଯୁବକକୁ ଦେଖି ଭଗବାନଙ୍କ ପାଖରେ କୃତଜ୍ଞତା ପ୍ରକାଶ କଲେ। ଅଧିକନ୍ତୁ ମାଗି ଖାଇଲେ। ଖାଇବା ଶେଷ କରି ହାତ ମୁହଁ ଧୋଇ ରାଜା ସେବକକୁ କହିଲେ, 2 ଦିନ ପୂର୍ବରୁ ତମେ ଯେତେବେଳେ ମୋତେ ସବୁ କଥା କହିଲ, ମୁଁ ଭାବିଲି କି ତମକୁ ଧମକ ଦେଉଥିବା ଯୁବକ ମୋ ପୁଅ ବିନା ଆଉ କେହି ନୁହେଁ। ମୋର ବିଶ୍ୱାସ ଥିଲା ଯେ ଅନ୍ୟ କୌଣସି ଲୋକ ଏତେ ସାହସ କରିବ ନାହିଁ। ସେ ଯିଏ ବି ହେଉ, ତାକୁ ନିଶ୍ଚୟ ଦଣ୍ଡ ମିଳିବା ଉଚିତ। ମୁଁ ପ୍ରଥମେ ଦୀପ ଲିଭାଇ ଦେଇଥିଲି ଏଇଥିପାଇଁ ଯେ କାଳେ ସିଏ ମୋ ପୁତ୍ର ହୋଇଥିଲେ ମୁଁ ତାକୁ ମାରିପାରନ୍ତି ନାହିଁ। ତାକୁ ମାରିଦେବା ପରେ ଦୀପ ଆଣିବାକୁ କହିଲି, କାରଣ ସେ କିଏ ମୁଁ ଜାଣିବାକୁ ଚାହିଁଲି। ଦୀପାଲୋକରେ ଦେଖିଲି ଯେ ସେ ମୋ ପୁଅ ନୁହେଁ। ସେଥିପାଇଁ ମୁଁ ଭଗବାନଙ୍କ ପାଖରେ କୃତଜ୍ଞତା ପ୍ରକାଶ କଲି। ଦ୍ୱିତୀୟ କଥା, ତୁମେ ଯେବେ ମୋ ପାଖରେ ଫେରାଦ ହେଲ, ସେତେବେଳେ ତୁମ ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ଖାଇବି ନାହିଁ ବୋଲି ମୁଁ ପ୍ରତିଜ୍ଞା କରିଥିଲି। ଖୁବ୍ ଭୋକ ଲାଗୁଥିଲା, ତେଣୁ ତୁମ ଘରେ ଖାଇଲି। ଏସବୁ କଥା ବୁଝେଇ ଦେଇ ରାଜା ନିଜ ପ୍ରାସାଦକୁ ଲେଉଟି ଆସିଲେ।
ରାଜାଙ୍କର ପରାୟଣତା କଥା ଭାବି ସେବକର ଆଖିରୁ ଆନନ୍ଦାଶ୍ରୁ ଝରିବାକୁ ଲାଗିଲା। ଭାଇ ଏଇଟା ବୋଧେ ତମେ କହିଥିଲ? ନା ନୁହେଁ, କହିନି କହିନି କହିନି। ହଉ, ଏ ଗପଟି ଦେଖନ୍ତୁ, ଗୋଟେ ଛୋଟ ଗପଟି ହେଲେ ମଧ୍ୟ ବହୁତ ସୁନ୍ଦର ଗପଟିଏ। ଏ ଗପଟିରେ ଦେଖଉଛି ଜଣେ ସଂଗଠକ ବା ଜଣେ ଘରର ମୁରବୀର ଦାୟିତ୍ୱବୋଧ କୋଉଭଳି ହବା ଉଚିତ। ଯେତେବେଳେ କୌଣସି ଗୋଟେ କାର୍ଯ୍ୟର ଜଣେ ଦାୟିତ୍ୱବୋଧରେ ରହିଛି ବା ମୁଖ୍ୟ ହିସାବରେ ରହିଛି ବା ଗୋଟେ ସଂଗଠକଟିଏ, ସେତେବେଳେ ସିଏ କିଭଳି ଭାବରେ ପୂର୍ଣ୍ଣ ବା ସମ୍ପୂର୍ଣ୍ଣ ନିରପେକ୍ଷ ରହିବ, କୌଣସି ପ୍ରକାର ପକ୍ଷପାତୀ ରହିବ ନାହିଁ, କୌଣସି ପ୍ରକାର ଭାବଗତ ସ୍ପନ୍ଦନ, ଗୋଟେ ଆସକ୍ତି ଯୁକ୍ତ ସ୍ପନ୍ଦନ ରହିବ ନାହିଁ, ତାହାର ଏକ ପୂର୍ଣ୍ଣ ନିଦର୍ଶନ ଏ ଗପଟିରେ ସେ ବର୍ଣ୍ଣନା କରୁଛନ୍ତି। ଏପରିକି ନିଜ ପୁଅ ପ୍ରତି ମଧ୍ୟ ସେ ଭାବୁଛନ୍ତି ତାଙ୍କ ପୁଅ ବି ହିଁ ଏଇ କାମ କରୁଥାଇପାରେ। ତେଣୁ ନିଜ ପୁଅ ହେଇଥିଲେ ମଧ୍ୟ ଯୋଉଟା ନ୍ୟାୟ ସଙ୍ଗତ ବୋଲି ସେ ମନେ କରିଛନ୍ତି, ସେଇ ନ୍ୟାୟ ସଙ୍ଗତ ପାଇଁ ଯାହା କାର୍ଯ୍ୟ କରାଯାଇପାରେ ସେଥିପାଇଁ ସେ ପ୍ରସ୍ତୁତ ହଉଛନ୍ତି। ଯେ ନିଜେ ପ୍ରସ୍ତୁତ ଅଛନ୍ତି, ଏପଟରେ ଲାଇଟ ବି ଲିଭେଇ ଦେଲେ, କାହିଁକି ନା କାଳେ ତାଙ୍କ ଭିତରେ ସେଇ ପୂର୍ବ ପ୍ରବୃତ୍ତିଟି ଜାଗ୍ରତ ହେଇ ପଡିବ, ଆସକ୍ତି ବଶତଃ ନିଜ ପୁତ୍ର ପ୍ରତି ଦେଖନ୍ତୁ। ତେଣୁ ନିଜର ଦୁର୍ବଳତା, ନିଜର ନ୍ୟାୟ ପକ୍ଷରେ ବା ଦେଖନ୍ତୁ, ପ୍ରତ୍ୟେକ ମନୁଷ୍ୟର ଦୁର୍ବଳତା ରହିଛି। ଆମେ ଯେ ପର୍ଯ୍ୟନ୍ତ ରୂପାନ୍ତର ହେଇନାହାନ୍ତି ସେ ଦୁର୍ବଳତା ରହିଛି, କିନ୍ତୁ ସେଇ ଦୁର୍ବଳତା ଟା ଯେପରି ନ୍ୟାୟ ପାଖରେ ହାର ନ ମାନିଯାଏ, ମାନେ ନ୍ୟାୟଟା ଦୁର୍ବଳତା ପାଖରେ ହାର ନ ମାନିଯାଏ। ତେଣୁ ସେଥିପାଇଁ ସେ କଣ କରୁଛନ୍ତି, ତା ପାଇଁ ଯାହା ପଦକ୍ଷେପ ଦବା ଦରକାର ମଧ୍ୟ ନଉଛନ୍ତି। ଯଦି ଆମେ ଦେଖିବା ଯେ ଆମେ ଯେତେବେଳେ ମାଙ୍କ କାମ କରୁଛନ୍ତି ବା ଯେକୌଣସି ବ୍ୟକ୍ତି କୌଣସି ଗୋଟେ ଆଶ୍ରମ ବା କୌଣସି ମଠରେ ବି ରହିଛନ୍ତି ବା କୌଣସି ସଂଗଠନରେ ରହିଛନ୍ତି, ସେତେବେଳେ ତାଙ୍କର ମୂଳ ଦାୟିତ୍ୱ ରହୁଛି ସେ କୋଉ ଲକ୍ଷ୍ୟ ରଖିକି, କୋଉ ଉଦ୍ଦେଶ୍ୟ ରଖିକି ସେ କାର୍ଯ୍ୟଟି ସେ କରିବାକୁ ଯାଇଥିଲେ। ଯଦି ଜଣେ ଆଧ୍ୟାତ୍ମିକ ଜୀବନ ଯାପନ କରିବା ପାଇଁ କୌଣସି ଅନୁଷ୍ଠାନରେ ରହିଛି, ତେବେ ତା ପାଇଁ ମୂଳ ଲକ୍ଷ୍ୟ ହଉଛି କେବଳ ଆଧ୍ୟାତ୍ମିକତା, ଭଗବାନଙ୍କୁ ପରିପ୍ରକାଶ କରିବା। ଭଗବାନଙ୍କୁ ପରିପ୍ରକାଶ କରିବା ଭିତରେ ମୋର ନିଜସ୍ୱ ଭାବ, ମୁଁ କାହାକୁ ଭଲ ପାଏ, ମତେ କୋଉଟା ଭଲ ଲାଗେ, ଆର କୌଣସି ଅର୍ଥ ନାହିଁ। କୌଣସି ପ୍ରକାର ଆସକ୍ତି ଯେପରି ଆସିକି ମାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ନ କରେ, ସେଥିପ୍ରତି ଆମେ ସଚେତନ ହେବା ଦରକାର। ନହେଲେ ସେ ସଂଗଠନଟି ଉଧେଇ ପାରେ ନାହିଁ, ସେ ସଂଗଠନର ଅଗ୍ରଗତି ହୁଏ ନାହିଁ, ବାହାରକୁ ଅଗ୍ରଗତି ଦେଖାଯାଉଥାଏ ଏବଂ ସେ ସଂଗଠକ ଯିଏ, ତାର ବି କିଛି ଉନ୍ନତି ହୁଏ ନାହିଁ, ସିଏ ପଥଭ୍ରଷ୍ଟ ହୁଏ ଏବଂ ସଂଗଠନର ବାହ୍ୟ ରୂପରେଖ ମଧ୍ୟ କଣ ହୁଏ, କ୍ଷତିଗ୍ରସ୍ତ ହୁଏ। ସେଥିରେ ସେଟା ଆମକୁ ଜଣା ପଡେନି। ସେଥିପାଇଁ ଦେଖିବେ ଜଣେ ଜଣେ ମହାନ ସାଧୁ ବା ବ୍ୟକ୍ତି ଯୋଉ କାର୍ଯ୍ୟଟି ଆରମ୍ଭ କରିଥାନ୍ତି, ସେ ଯେତେବେଳେ ଶରୀର ତ୍ୟାଗ କରନ୍ତି, ତାହା ପରେ 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 ପ୍ରାୟ ମ୍ୟାକ୍ସିମମ୍ 40 ବର୍ଷ, 40 ବର୍ଷ ପରେ କଣ ହୁଏ, ତାର ଡିଗ୍ରେଡେସନ ଷ୍ଟାର୍ଟ ହୁଏ। ପ୍ରାୟତଃ ବର୍ତ୍ତମାନ ସୁଦ୍ଧା ଯାହା ଦେଖାଯାଉଛି, ଆମର ମାନେ ମୋର ସ୍ପେକୁଲେସନ ଭିତରେ ମୁଁ ଯାହା କହୁଛି ଯେ 40 ବର୍ଷ ପରେ ସେଟା କଣ ହଉଛି, ପ୍ରାୟତଃ ଧୀରେ ଧୀରେ କଣ ହୁଏ, ଡିଗ୍ରେଡେସନ ଆରମ୍ଭ ହୁଏ। ତାର କାରଣ ହଉଛି ସିଏ ଯୋଉ ସତ୍ୟକୁ ପ୍ରତିଷ୍ଠା କରିବା ପାଇଁ ବା ଯୋଉ ଉଚ୍ଚତର ସ୍ଥିତିରେ ରହି କାର୍ଯ୍ୟଟି କରୁଥିଲେ, ଯେତେବେଳେ ତାଙ୍କର ଅନୁପସ୍ଥିତି ହୁଏ, ଧୀରେ ଧୀରେ କଣ ହୁଏ, ତାର ଡିଗ୍ରେଡେସନ ହୁଏ ସବୁ ଜାଗାରେ। ଆମେ ତେଣୁ ଏହା ପ୍ରତି ସଚେତନ ରହିବା। ଯୋଉମାନେ ବି କୋଉଠି ସଂଗଠକ ଦାୟିତ୍ୱ ନିର୍ବାହ କରୁଛନ୍ତି, କିମ୍ବା ମୋ ଜୀବନରେ, ନିଜ ଜୀବନରେ ବି ମୁଁ ଗୋଟେ ସଂଗଠକ, ତେଣୁ ସେ କ୍ଷେତ୍ରରେ ମଧ୍ୟ ଯେତେବେଳେ ନିଜର କୌଣସି ଦୁର୍ବଳତାଟି ମୁଁ ଦେଖୁଛି, ତାକୁ ମଧ୍ୟ ସେଥିପାଇଁ କହୁଛି ନା, ନିର୍ଦ୍ଦୟ ସମୀକ୍ଷକ ହବ। ଆ ପୂର୍ବରୁ ଆମେ ଆଲୋଚନା କରିଥିଲେ। ତେଣୁ ନିର୍ଦ୍ଦୟ ଭାବରେ ନିଜକୁ ସମୀକ୍ଷା କରିବ ଏବଂ ନିଜର ଦୁର୍ବଳତାକୁ କେବେ ବି ସତ୍ୟ ଉପରେ ବା ମାଙ୍କ କାର୍ଯ୍ୟ ଉପରେ ହାର ବା ଓଜନିଆ ହେଇକି ତାକୁ ଲଦି ଦେବା ପାଇଁ ଯେମିତି ଚେଷ୍ଟା ନ କରିବ, ସେଥିପ୍ରତି ଆମେ ସଚେତନ ହବା। ସେତେବେଳେ ମତେ କିଏ ଭଲ ଲାଗେ, ମୋର କିଏ ସେବା କରିଛି, ତାକୁ ପ୍ରାଧାନ୍ୟ ନ ଦେଇକିରି କେବଳ ମାଙ୍କ କାମକୁ ପ୍ରାଧାନ୍ୟ ଦେବା ଏବଂ ମା ଯେପରି ପ୍ରତିଷ୍ଠିତ ହେବେ ସେଥିପ୍ରତି ସଚେତନ ହବା, ଇଏ ହଉଛି ଆମର କର୍ତ୍ତବ୍ୟ। ମା ମା, ଥ୍ୟାଙ୍କ ୟୁ ଅଲ୍ ଓଭର।